ଆଜିର ଉପସ୍ଥାପନା ଚିଠି। କେତେ ସୁନ୍ଦର ଥିଲା ନା ସେହି 90 ଦଶକ। ଜୀବନର ଝଡ଼ଝଞ୍ଜାଠୁ ଆରମ୍ଭ କରି ସୁଖର କିଛି ପଦ ରହିଯାଉଥିଲା ସେଇ ଗୋଟିଏ ଫର୍ଦ୍ଦ ଭିତରେ। ପୁଅ ବାରି ପାରୁଥାଏ ଗାଁ ଅଗଣାର ସୁଗନ୍ଧ, ମା ଜାଣି ପାରୁଥାଏ ପୁଅର ସେଇ କଷ୍ଟ ସେ ହାତ ଲେଖା ଚିଠିରୁ। ପ୍ରେମିକ ବାରି ପାରୁଥିଲା ପ୍ରେମିକାର ପୀଡ଼ା, ଆଉ ପ୍ରେମିକା ଜାଣି ପାରିଥିଲା ପ୍ରେମୀର ବ୍ୟାକୁଳତା। ଅପେକ୍ଷା କରିଥିଲା ଭାଇ ଭଉଣୀ ପଠାଇବା ରାକ୍ଷୀକୁ, ଅପେକ୍ଷା କରୁଥିଲା ବାପା ପୁଅର ମନି ଅର୍ଡରକୁ। ଆଜିକାଲି ଯେମିତି ପ୍ରତି ମୁହୂର୍ତ୍ତ କଥା ଗୋଟେ କ୍ଷଣରେ ଦୁନିଆର ଗୋଟେ କୋଣରୁ ଅନ୍ୟ କୋଣକୁ ଚାଲିଯାଏ, ଆଗ ସମୟରେ ସେମିତି ନଥିଲା। କିନ୍ତୁ ସେ ସମୟର ଅପେକ୍ଷାର ମଜା ନା ନିଆରା ଥିଲା। ଆଜି ଚିଠି ହଜିଯାଇଛି ସତ, ନା ମିଳୁଛି ସେ ପୋଷ୍ଟ କାର୍ଡ, ନା କେହି ପଠାନ୍ତି ଆଉ ଧଳାପତରେ ହାତ ଲେଖା ଚିଠି। ଆଜିକାଲିର ହ୍ୱାଟ୍ସଆପ୍ ଇନଷ୍ଟାଗ୍ରାମ ଜମାନାରେ ମନର କଥା ତ ଜଣା ନାହିଁ, କିନ୍ତୁ ବାର୍ତ୍ତାଳାପ ମୁହୂର୍ତ୍ତ ଭିତରେ ହୋଇଯାଉଛି। ଆପଣମାନେ ଜଣେଇବେ ଆପଣଙ୍କୁ ଚିଠି ଲେଖିବାକୁ ଭଲ ଲାଗେ କି ନାହିଁ?